ଏହି ଭିଡ଼ିଓରେ ଆମେ ଓଡ଼ିଆ ସାହିତ୍ୟ କଥା ପାଠର ପ୍ରଶ୍ନୋତ୍ତର ଆଲୋଚନା କରିବୁ। ପ୍ରଥମ ପ୍ରଶ୍ନ, ମାଟିର ମହାକବି କିଏ? ସାରଳା ଦାସ। କବି ଜଗନ୍ନାଥ ଦାସଙ୍କୁ ଅତି ବଡ଼ି ଉପାଧି କିଏ ଦେଇଥିଲେ? ଶ୍ରୀ ଚୈତନ୍ୟ। ଲକ୍ଷ୍ମୀ ପୁରାଣ କେଉଁ କବିଙ୍କର କୃତି? ବଳରାମ ଦାସ। ଦୀନକୃଷ୍ଣ ଦାସଙ୍କର କେଉଁ କାବ୍ୟଟି କ ଆଦ୍ୟ ନିୟମରେ ରଚିତ? ରସକ ଲୁଲ। ଲାବଣ୍ୟବତୀ କେଉଁ ଧରଣର କାବ୍ୟ? କାଳ୍ପନିକ। 6 ନମ୍ବର, ଚଣ୍ଡୀ ପୁରାଣର ଲେଖକ କିଏ? ଚଣ୍ଡୀ ପୁରାଣର ଲେଖକ ମାଟିର ମହାକବି ଓ ଆଦିକବି ସାରଳା ଦାସ ଅଟନ୍ତି। ଜଗନ୍ନାଥ ଦାସଙ୍କ ଭାଗବତ କେଉଁ ଗ୍ରନ୍ଥର ଅନୁବାଦ? ଜଗନ୍ନାଥ ଦାସଙ୍କ ଭାଗବତ ବ୍ୟାସକୃତ ସଂସ୍କୃତ ଭାଗବତ ଗ୍ରନ୍ଥର ଅନୁବାଦ। ମାଲିକାକାର ଭାବରେ କେଉଁ କବି ପ୍ରସିଦ୍ଧ? ପଞ୍ଚସଖାଙ୍କ ଅନ୍ୟତମ ଭକ୍ତ ଅଚ୍ୟୁତାନନ୍ଦ ଦାସ ମାଲିକାକାର ଭାବରେ ସୁପରିଚିତ। ଭାଗବତ ଟୁଙ୍ଗୀ କେଉଁ ଗ୍ରନ୍ଥକୁ ନେଇ ପ୍ରତିଷ୍ଠିତ? ଏହାର ତାତ୍ପର୍ଯ୍ୟ କ'ଣ? ଭାଗବତ ଟୁଙ୍ଗୀ ଜଗନ୍ନାଥ ଦାସଙ୍କର ନବାକ୍ଷରୀ ରଚିତ ଓଡ଼ିଆ ଭାଗବତକୁ ନେଇ ପ୍ରତିଷ୍ଠିତ। ଏହାର ତାତ୍ପର୍ଯ୍ୟ ଗ୍ରାମ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା। କିଶୋର ଚନ୍ଦାନନ୍ଦ ଚମ୍ପୁର କବି କିଏ? କବି ସୂର୍ଯ୍ୟ ବଳଦେବ ରଥ। ଦୀନକୃଷ୍ଣଙ୍କର କେଉଁ କାବ୍ୟଟି ଶ୍ରେଷ୍ଠ ଓ କାହିଁକି? ଦୀନକୃଷ୍ଣଙ୍କର ରସକ ଲୋଲ କାବ୍ୟଟି ଶ୍ରେଷ୍ଠ। ଏହା କ ଆଦ୍ୟ ନିୟମରେ ସରଳ, ସାବଲୀଳ ଓ ଭାବପୂର୍ଣ୍ଣ ରସର ସମନ୍ୱୟର ରାଧାକୃଷ୍ଣଙ୍କ ଲୀଳା କାହାଣୀକୁ ନେଇ ରଚନା କରାଯାଇଥିବାରୁ ପାଠକ ମହଲରେ ଚରମ ସ୍ୱୀକୃତି ଲାଭ କରିଅଛି। କବି ଅଭିମନ୍ୟୁ ସାମନ୍ତ ସିଂହାର କେଉଁ ଧର୍ମ ପ୍ରତି ଅନୁରକ୍ତ ଥିଲେ? କବି ଅଭିମନ୍ୟୁ ସାମନ୍ତ ସିଂହାର ନିଜର ଗୁରୁ କବି ପୂଜ୍ୟ ସଦାନନ୍ଦ ବ୍ରହ୍ମଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗୌଡ଼ୀୟ ବୈଷ୍ଣବ ଧର୍ମ ପ୍ରତି ଅନୁରକ୍ତ ଥିଲେ। ଶ୍ରୀ ଚୈତନ୍ୟ ଓଡ଼ିଶାକୁ କେବେ ଆସିଥିଲେ? ତାଙ୍କର ଧର୍ମମତ କିପରି ଓଡ଼ିଆ କବିମାନଙ୍କୁ ପ୍ରଭାବିତ କଲା? 1510 ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ଓଡ଼ିଶାକୁ ଆଗମନ କରିଥିଲେ। ତାଙ୍କ ଦ୍ୱାରା ପ୍ରଚାରିତ ପ୍ରେମ ଧର୍ମର ପ୍ଲାବନରେ ସମଗ୍ର ଓଡ଼ିଶା 14 ନମ୍ବର, ଉପେନ୍ଦ୍ର ଭଞ୍ଜଙ୍କର 5ଟି କାଳ୍ପନିକ କାବ୍ୟର ନାମ ଲେଖ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର 5 କାବ୍ୟ ନାମ ଯଥାକ୍ରମେ କୋଟି, ବ୍ରହ୍ମାଣ୍ଡ ସୁନ୍ଦରୀ, ବୈଦେହୀଶ ବିଳାସ, ପ୍ରେମ ସୁଧାନିଧି, ଲାବଣ୍ୟବତୀ ଓ ରସିକ ହାରାବଳୀ। ବୈଦେହୀଶ ବିଳାସ କାବ୍ୟର କବି କିଏ? ଏଥିରେ କେଉଁ ବିଷୟ ବର୍ଣ୍ଣିତ? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସର କବି। ଏହି କାବ୍ୟରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଲୀଳା କାହାଣୀ ବର୍ଣ୍ଣନା କରାଯାଇଅଛି। ପ୍ରାଚୀନ ଓଡ଼ିଆ ଗୀତିକବି ଭାବରେ 5 ଜଣଙ୍କ ନାମ ଲେଖ। ଭକ୍ତଚରଣ ଦାସ, ବର୍ଷା ଦାସ, ହାଡି ଦାସ, ମାର୍କଣ୍ଡ ଦାସ ଓ ଦ୍ୱାରିକା ଦାସ। ରୀତି ଯୁଗର ବିଶିଷ୍ଟ କବିମାନଙ୍କ ମଧ୍ୟରୁ 4 ଜଣଙ୍କ ନାମ ଲେଖ। ଉପେନ୍ଦ୍ର ଭଞ୍ଜ, ଧନଞ୍ଜୟ ଭଞ୍ଜ, ଦୀନକୃଷ୍ଣ ଦାସ ଓ ଅଭିମନ୍ୟୁ ସାମନ୍ତ ସିଂହାର। ପଞ୍ଚସଖାମାନେ କେଉଁ ଦେବତାକୁ ମୁଖ୍ୟ ଭାବରେ ଗ୍ରହଣ କରିଥିଲେ? ସେମାନଙ୍କୁ ପଞ୍ଚସଖା କହିବା ତାତ୍ପର୍ଯ୍ୟ କ'ଣ? ପଞ୍ଚସଖାମାନେ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ମାନବ ମୈତ୍ରୀର ଦ୍ୱାର ଉନ୍ମୋଚନ କରିଥିଲେ। ସେମାନେ ଯୋଗ ଓ ଶୂନ୍ୟବାଦ ଉପରେ ପ୍ରାଧାନ୍ୟ ଦେଇ ପିଣ୍ଡକୁ ବ୍ରହ୍ମାଣ୍ଡ ରୂପେ ପରିକଳ୍ପନା କରି ଜାତିଭେଦର ସଂକୀର୍ଣ୍ଣ ପରିଧିକୁ ନିଜକୁ ମୁକ୍ତ କଲେ। ସେମାନେ ନିଜକୁ ଶୂଦ୍ର ଭାବରେ ପରିଚୟ ଦେଇ ସମଗ୍ର ମାନବ ଧର୍ମକୁ ଗୁରୁତ୍ୱାରୋପ କରିଥିଲେ।
ପ୍ରାଚୀନ ଯୁଗର ଜଣେ ନାରୀ କବିଙ୍କ ନାମ ଲେଖ। ତାଙ୍କ ଲିଖିତ ଗ୍ରନ୍ଥର ନାମ କ'ଣ? ପ୍ରାଚୀନ ଯୁଗର ନାରୀ କବି ରୂପରେ ବୃନ୍ଦାବତୀ ଦାସୀ ସୁପରିଚିତ। ପୂର୍ଣ୍ଣତମ ଚନ୍ଦ୍ରୋଦୟ ନାମରେ ସେ ଏକ ଗ୍ରନ୍ଥରେ ରଚିତା ଥିଲେ। ଭୀମ ଭୋଇଙ୍କ ମୁଖ୍ୟ କୃତି ନାମ କ'ଣ? ତୃତି ଚିନ୍ତାମଣି। ମୋ ଜୀବନ ପଛେ ମର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଏହି ପ୍ରସିଦ୍ଧ କୃତି କେଉଁ କବିଙ୍କର? ଭୀମ ଭୋଇ, ସନ୍ଥ କବି ଭୀମ ଭୋଇ। କବି ବ୍ରଜନାଥ ବଳଜେନାଙ୍କର କଥା ଗ୍ରନ୍ଥର ନାମ କ'ଣ? ଚତୁର ବିନୋଦ। କବି ବ୍ରଜନାଥ ବଳଜେନାଙ୍କର କଥା ଗ୍ରନ୍ଥ ଯାହାର ଭାଷା ଓ ଶୈଳୀ ଆଧୁନିକ ଗଦ୍ୟ ଶୈଳୀର ଅତ୍ୟନ୍ତ ନିକଟବର୍ତ୍ତୀ ଅଟେ। ମନୋଭତ ଚଉତିଶା କେଉଁ କବିଙ୍କ ରଚନା? କବି ଭକ୍ତଚରଣ ଦାସ ମନୋଭଦ ଚଉତିଶାର ସ୍ରଷ୍ଟା ଥିଲେ। ସାରଳା ଦାସଙ୍କ ସମୟରେ ଉତ୍କଳର ଗଜପତି କିଏ ଥିଲେ? କପିଳେନ୍ଦ୍ର ଦେବ। କବି ସାରଳା ଦାସଙ୍କ ସହାୟକ ଥିଲେ। ବିଦଗ୍ଧ କବି କାହାକୁ କୁହାଯାଏ? ତାଙ୍କ ପ୍ରାଣିତ ଚାରୋଟି ଗ୍ରନ୍ଥ ନାମ ଲେଖ। ଭାଗବତୀ, ସୁଲକ୍ଷଣା, ରସବତୀ, ପ୍ରେମ ଚିନ୍ତାମଣି କାବ୍ୟ ରଚନା କରିଥିଲେ। ଏହା ଦୀର୍ଘ ପ୍ରଶ୍ନୋତ୍ତରମୂଳକ। ପଠିତ ପ୍ରବନ୍ଧକୁ ଭିତ୍ତି କରି ପଞ୍ଚସଖା ସାହିତ୍ୟର ସାମାଜିକ ଅଭିମୁଖ୍ୟ ସମ୍ପର୍କରେ ଆଲୋଚନା କର। ଓଡ଼ିଆ ସାହିତ୍ୟର ଆଦିକବି ସାରଳା ଦାସଙ୍କ ପରବର୍ତ୍ତୀ ପର୍ଯ୍ୟାୟରେ 16ଶ ଶତାବ୍ଦୀରେ ଓଡ଼ିଆ ମାଟିରେ ପ୍ରସିଦ୍ଧ ପଞ୍ଚସଖା ମାନଙ୍କର ଅଭ୍ୟୁଦୟ ହେଲା। ଏହି ପଞ୍ଚସଖାର ପରିଚୟ ନେଇ ବଳରାମ ଦାସ, ଜଗନ୍ନାଥ ଦାସ। ଏହି ପଞ୍ଚସଖାର ପରିଚୟ ନେଇ ଯଶୋବନ୍ତ ଦାସ, ଅଚ୍ୟୁତ ଦାସ, ଶିଶୁ ଅନନ୍ତ ଦାସ ଓଡ଼ିଆ ଜନଜୀବନକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ପଞ୍ଚସଖା ସାହିତ୍ୟର ବୈର୍ଯ୍ୟଜ୍ୟେଷ୍ଠ କବି ଭାବରେ ବଳରାମ ଦାସ ସୁପରିଚିତ। ଲକ୍ଷ୍ମୀପୁରାଣ କବି ବଳରାମ ଦାସଙ୍କ ଏକ ଅନ୍ୟ ଏକ କୃତି। ସବୁ ପାଇକାକୁ 2-3 ତମକେ ଦେଖିବାର ଅଛି। ପଞ୍ଚସଖା ଯୁଗର ଅନ୍ୟତମ ପ୍ରତିଭାବନା କବି ଭାବରେ ଅତି ବଡ଼ି ଜଗନ୍ନାଥ ଦାସ ଅବିସ୍ମରଣୀୟ। ନମ୍ବର କବି ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୃତି ପରିଚୟ କୁହାଯାଇଛି। ଆଗ ତ ଫାଷ୍ଟ ତାଙ୍କ ବିଷୟରେ ଲେଖବ। ନାନା ଶାସ୍ତ୍ର ପୁରାଣ ଅଲଙ୍କାର ଓ କୋଶ ଗ୍ରନ୍ଥର ମାନଙ୍କର ଅସାଧାରଣ ପଣ୍ଡିତ ଅର୍ଜନ କରିଥିବା କବି ଉପେନ୍ଦ୍ର ଭଞ୍ଜ ଆସ୍ୱାଧାର ସହିତ କରିପାରିଥିଲେ। କିଛି ତାଙ୍କର ଅମ୍ଳାନ ଲେଖାନୀ ମୁନିର ସାରତ୍ୱ ସୃଷ୍ଟିମାନ ଅନ୍ତଃଶ୍ରୁତ ଫଲ୍ଗୁ ପରି ଓଡ଼ିଆ ସାହିତ୍ୟକୁ ପରିପ୍ଲାବିତ କରିଦେଇଥିଲା। ସେ ସବୁ ରଚନାମାନଙ୍କ ମଧ୍ୟରେ ଲାବଣ୍ୟବତୀ ଯେତେ ଲଙ୍ଗ ସବୁ ଅଧା ସେମା ସବୁ ନେଇ ଅଧା ସେମ ହେବା। ତାପରେ ତମକେ ଦେଖ ସବୁ ଦେଖ ସେମ ଏକା ଲେଖା ହେଇଛି। ଦେଖ ସେମ ପରେ ଲେଖା ହେଇଛି। ତମେ ଅଧା ଏଇ ସବୁ ଆମର ୱେବସାଇଟରେ ଉପଲବ୍ଧ ଅଛି।